ପିଲାମାନେ ତୁମେ ଜାଣିଛ କୁକୁଡ଼ା କାହିଁକି ସବୁବେଳେ ପାଇଁ ଭୋର ଭୋର ବୋବାଇ ଥାଏ? ତୁମେ ଯେତେବେଳେ ଶୋଇଥିବ ତୁମେ ଲକ୍ଷ୍ୟ କରିବ କାଉ ବୋବଉଥିବ, ତା ସହିତ କୁକୁଡ଼ା ମଧ୍ୟ କୁଉ କୁଉ ଶବ୍ଦ କରେ। ତ କୁଉ କାହିଁକି ସେ ବୋବାଇ ଥାଏ, ଆଜି ଏ ଗପଟିକୁ ପଢ଼ିଲେ ଆମେ ଜାଣିପାରିବା। କୁକୁଡ଼ା କାହିଁକି ସକାଳୁ ଡାକେ କୁଉ କୁଉ। ଗୋଟିଏ ବଣରେ ବାଘ, ସିଂହ, ଭାଲୁ, ହରିଣ, ଠେକୁଆ, ହାତୀ ଏମିତି ଅନେକ ପଶୁପକ୍ଷୀ ଥିଲେ। କାଉ, କୋଇଲି, ପାରା, କୁକୁଡ଼ା, ଶୁଆ ଆଦି ଅନେକ ପକ୍ଷୀ ବି ମଧ୍ୟ ରହୁଥିଲେ ଗୋଟିଏ ଜଙ୍ଗଲ ଭିତରେ। ଖରାଦିନ ଆସିବାରୁ ବଣର ସବୁ ପୋଖରୀ ଶୁଖିଗଲା। ଖରାଦିନ ହେଲା, ପୁରା ପ୍ରବଳ ଖରା, ଶୁଖିଗଲା। ଯେମିତି ଏବେ ଖରା ହେଉଛି ପ୍ରବଳ। ପଶୁପକ୍ଷୀମାନେ ପିଇବାକୁ ପାଣି ଟୋପାଏ ପାଇଲେ ନାହିଁ। ପାଣି ଜମା ପାଇଲେନି, ପୋଖରୀ ତ ଶୁଖିଯାଇଛି, ପାଣି କେଉଁଠୁ ପାଇବେ? ପାଣି ଜମା କେହି ପାଇଲେ ନାହିଁ। ଚିନ୍ତାରେ ପଡ଼ିଗଲେ। ସିଂହ କହିଲା, ଚାଲ ଆମେ ସମସ୍ତେ ମିଳିମିଶି କୂଅ ଖୋଳିବା। ସମସ୍ତେ ସିଂହ କଥାରେ ରାଜି ହେଲେ। ନିଜ ଶକ୍ତି ମୁତାବକ ପରିଶ୍ରମ କରି କୂଅ ଖୋଳିବା ଆରମ୍ଭ କଲେ। କୁକୁଡ଼ା ଭାରି ଅଳସୁଆ, ସେ କୂଅ ଖୋଳିଲା ନାହିଁ। କୁକୁଡ଼ା ହେଉଛି ପ୍ରବଳ ଅଳସୁଆ, ସେ କହିଲା ମୁଁ ଜମା କୂଅ ଖୋଳିବି ନାହିଁ। ସେ କୂଅରୁ କେବେ ପାଣି ବାହାରିବ ନାହିଁ। କିଏ କହିଲା? ନା କୁକୁଡ଼ା କହିଲା। କୁକୁଡ଼ା କଥା କେହି ଶୁଣିଲେ ନାହିଁ। କୂଅ ଖୋଳାରେ ମନ ଦେଲେ ସମସ୍ତେ। କେତେ ଦିନ ପରେ କୂଅରୁ ପାଣି ବାହାରିଲା। ସମସ୍ତେ ମନ ଖୁସିରେ ପାଣି ପିଇଲେ। କୁକୁଡ଼ା ବି ପାଣି ପିଇବାକୁ ଆସିଲା। ପଶୁପକ୍ଷୀମାନେ କୁକୁଡ଼ାକୁ କୂଅ ପାଖକୁ ଛାଡ଼ିଲେ ନାହିଁ, କାରଣ ସିଏ ସାହାଯ୍ୟ କରିନଥିଲା କୂଅ ଖୋଳାରେ। ଶୋଷ ବିକଳରେ କୁକୁଡ଼ା ସିଂହ ପାଖକୁ ଯାଇ ପାଣି ପିଇବାକୁ ଅନୁରୋଧ କଲା। ସିଂହ କହିଲା, ଠିକ୍ ଅଛି, ତୋତେ ପାଣି ପିଇବାକୁ ଦିଆଯିବ, କିନ୍ତୁ ଏଥିପାଇଁ ତୋତେ ତୋ ଅଳସୁଆପଣକୁ ଛାଡ଼ିବାକୁ ପଡ଼ିବ। ତୁ ସବୁଦିନ ପ୍ରଥମେ ଉଠିବୁ, ଡାକ ଛାଡ଼ି ବଣର ସବୁ ପଶୁପକ୍ଷୀଙ୍କୁ ଉଠାଇବୁ। ସିଂହର କଥାରେ କୁକୁଡ଼ା ବାଧ୍ୟ ହୋଇ ରାଜି ହେଲା। ତାପରେ ତାକୁ ପାଣି ପିଇବାକୁ ଦିଆଗଲା। ସେହିଦିନଠାରୁ କୁକୁଡ଼ା ସବୁଦିନ ସକାଳୁ ଡାକ ଛାଡ଼ି ସମସ୍ତଙ୍କୁ ନିଦରୁ ଉଠାଉଛି। ବୁଝିପାରିଲେ ପିଲାମାନେ? ତ ଯେତେବେଳେ ଖରାଦିନ ପ୍ରବଳ ଖରା ହେଲା, ସବୁ ପୁରା ପାଣି ଶୁଖିଗଲା, ସବୁ ଜଙ୍ଗଲର ସବୁ ପଶୁପକ୍ଷୀମାନେ ସିଂହ ରାଜାଙ୍କର ଆଦେଶରେ କ'ଣ କଲେ ନା ସମସ୍ତେ ତାଙ୍କ ପରିଶ୍ରମ, ତାଙ୍କ ବଳ ମୁତାବକ ସମସ୍ତେ ପରିଶ୍ରମ କରି ଗୋଟିଏ କୂଅଟି ଖୋଳିବାକୁ ଚେଷ୍ଟା କଲେ। କିନ୍ତୁ କୁକୁଡ଼ା କହିଲା, ନା, ମୁଁ ଏ କୂଅ କାହିଁ ଖୋଳିବି? ଆଜି ତ ପାଣି ବାହାରିବନି, ମୁଁ କାହିଁ ଖୋଳିବି? ସେ ପ୍ରବଳ ଅଳସୁଆ ଥିଲା। ତ ଯେତେବେଳେ କୂଅ ଖୋଳା ସରିଗଲା, ତା ଦେହରୁ ପାଣି ବାହାରିଲା, କୁକୁଡ଼ାକୁ ବି ପ୍ରବଳ ଶୋଷ ହେଲା। ଦେଖିଲା ଏଠି ପାଣି ବାହାରିଲାଣି, ଯାଉଛି ପିଇଦେବି। କିନ୍ତୁ ଜଙ୍ଗଲର ଯେଉଁ ପଶୁପକ୍ଷୀମାନେ କୂଅ ଜଗିଥିଲେ, କୁକୁଡ଼ାକୁ ଛାଡ଼ିଲେ ନାହିଁ। ସେଠୁ ସିଏ କ'ଣ କଲା ନା ଜଙ୍ଗଲ ରାଜା କତିକି ଗଲା, ସିଂହ କତିକି ଗଲା, କହିଲା, ମହାରାଜ ମୁଁ ପାଣି ପିଇବି। କିନ୍ତୁ ସିଂହ କ'ଣ କହିଲେ, ତୁ ତ ସାହାଯ୍ୟ କରିନଥିଲୁ, ତୋତେ ପାଣି ଦିଆଯିବ ନାହିଁ। କିନ୍ତୁ ଦିଆଯିବ, କେବଳ ଏଥିପାଇଁ ଦିଆଯିବ ଯଦି ତୁ ଗୋଟେ କଣ୍ଡିସନରେ ରାଜି ହେବୁ। ସେ କଣ୍ଡିସନଟି କ'ଣ ନା ଆଜିଠାରୁ ତୁ ସବୁବେଳେ ପ୍ରଥମେ ସକାଳୁ ଉଠି ସବୁ ଜଙ୍ଗଲ ପଶୁପକ୍ଷୀମାନଙ୍କୁ ଡାକିବୁ, ତାହେଲେ ଯାଇ ତୋତେ ପାଣି ମିଳିବ। ସେଠୁ ବାଧ୍ୟ ହୋଇ କ'ଣ କଲା, କୁକୁଡ଼ା ପାଣି ପିଇବ ନହେଲେ ମରିଯିବ। ବାଧ୍ୟ ହୋଇକରି ସିଂହ ରାଜାଙ୍କ କଥାରେ ରାଜି ହେଲା ଏବଂ ପାଣି ପିଇଲା। ସେଇଦିନ ଠାରୁ କୁକୁଡ଼ା କ'ଣ କରେ ନା ସବୁବେଳେ ସକାଳୁ ଉଠି ସମସ୍ତଙ୍କୁ ଡାକିଥାଏ। ତ ପିଲାମାନେ ବୁଝିପାରିଲେ ନା ବୁଝିପାରିଲନି? କୁକୁଡ଼ା କାହିଁକି ସକାଳୁ ସମସ୍ତଙ୍କୁ ଡାକିଥାଏ? ତ ମୁଁ ନିଶ୍ଚିନ୍ତ ଆଶା କରୁଛି ଏ ଗପଟି ତୁମେମାନେ ବୁଝିପାରିଥିବ। ତ ନେକ୍ସଟ କ୍ଲାସ୍ରେ ଆମେ ଆହୁରି ଗୋଟେ ଇଣ୍ଟରେଷ୍ଟିଂ ବିଷୟକୁ ଆଲୋଚନା କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।